ଯଦି ଆପଣଙ୍କ ଘରେ ବି ମଇଦା ଆଉ ଅଏଲ୍ ଅଛି କେବଳ ଦୁଇଟା ଜିନିଷରେ ଆପଣ ବି ବନେଇ ପାରିବେ ଏମିତିକା ବେକରୀ ଷ୍ଟାଇଲ ଏଗ୍ ପପ୍ସ। ଦେଖିକି ଆପଣଙ୍କୁ ଲାଗୁଥିବ କି ବନେଇବାଟା ବହୁତ ଡିଫିକଲ୍ଟ, କିନ୍ତୁ ନା, ଏଇଟା ବନେଇବା ଏତେ ଇଜି ନା, କେହି ବି ୟାକୁ ଆରାମସେ ଘରେ ବନେଇ ପାରିବେ। ଆଉ ଦେଖନ୍ତୁ ଏଇଟା କେତେ ପରଫେକ୍ଟ ବି ବନିକି ରେଡି ହେଇଛି। ମୁଁ ଦେଇଥିବା ଟିପ୍ସକୁ ଫଲୋ କରନ୍ତୁ ଆଉ ଆପଣଙ୍କର ବି ଏମିତିକା ପପ୍ସ ପୁରା ପରଫେକ୍ଟ ବନିକି ରେଡି ହେବ। ଏଇଟା ମୋର 100% ଗ୍ୟାରେଣ୍ଟି। ନମସ୍କାର, ସ୍ୱାଦିଷ୍ଟ ଖାଇବାରେ ଆପଣ ସମସ୍ତଙ୍କୁ ଅନେକ ସ୍ୱାଗତ। ଆଉ ଯେଉଁମାନେ ବି ମୋ ଚ୍ୟାନେଲରେ ନୂଆ ଅଛନ୍ତି ଏମିତିକା ଇଣ୍ଟରେଷ୍ଟିଂ ରେସିପି ଦେଖିବା ପାଇଁ ଚ୍ୟାନେଲକୁ ଜରୁର ସବସ୍କ୍ରାଇବ କରନ୍ତୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ପପ୍ସ ବନେଇବା ପାଇଁ ଆମେ ସବୁଠୁ ଫାଷ୍ଟ ମଇଦା 2 ବଲ୍ ନେବା। 2 ବଲ୍ ମଇଦାକୁ ଭଲରେ ଛାଣିଦେବା। ଫାଷ୍ଟ 2 କପ୍ ମଇଦାରେ ମୁଁ ଏଠି 1 ସ୍ପୁନ୍ ଲୁଣ ନେଇଛି ଆଉ ଅଧା କପ୍ ତେଲ। ଆକୁ ଆମେ ଭଲରେ ମିଶାଇଦେବା। ମନେ ରଖନ୍ତୁ ମଇଦାକୁ ଛାଣିକି ନିଅନ୍ତୁ, କାହିଁକିନା ମଇଦାରେ ଆମର ଯାହା ବି ଗୋଟି ରହିବ ସେଇଟା ବାହାରିଯିବ ଆଉ ଆମର ଅଟା ପରଫେକ୍ଟ ଲାଗିବ। ତାପରେ ଆମେ ମିଶାଇ ସାରିଲା ପରେ ଦେଖନ୍ତୁ ଏମିତିକା ମୁଠା କଲେ ଯେମିତି ମୁଠା ହେଉଥିବ। ତାପରେ ନଖ ଉଷ୍ମ ଗରମ ପାଣି ଆମେ ଢାଳିକି ଆରେ ଗୋଟେ ସଫ୍ଟ ଡୋ ବନେଇବା। ତ ମୁଁ ଏଠି ପାଣି ଗୋଟେ ସାଥିରେ ଢାଳୁନି, ହାଲକା ଧୀରେ ଧୀରେ ପାଣି ଢାଳିବା। ଆମେ ଯଦି ପରଫେକ୍ଟ ଅଟା ଲଗେଇବା ତ ପରଫେକ୍ଟ ଆମର ପପ୍ସ ବି ରେଡି ହବ। ତ ପାଣି ଦେଖିକି ଢାଳନ୍ତୁ, କାହିଁକି ନା ଗୋଟେ ଜାତିରେ ଯଦି ଢାଳି ଦେବେ ତ ଓଦା ଯଦି ଅଧିକ ହେଇଯିବ ତ ପରଫେକ୍ଟ ଆମର ଅଟା ଲାଗିବନି। ତ ଦେଖନ୍ତୁ ଏମିତିକା ଗୋଟେ ପରଫେକ୍ଟ ଡୋ ଲଗେଇବେ। ବାସ୍ ରୁଟିଠୁ ଟିକେ ସଫ୍ଟ ରହିବା ଦରକାର। ଦେଖିପାରୁଥିବେ ଠିକ ଏମିତିକା। ତ ଏବେ ଆମେ ଆକୁ 10 ମିନିଟ୍ ପାଇଁ ରେଷ୍ଟ କରିବା ପାଇଁ ରଖିଦେବା। ଯଦି ଆପଣଙ୍କ ପାଖରେ ଟାଇମ୍ ଅଛି ତ ଆପଣ ଆକୁ ଗୋଟେ ଅଧଘଣ୍ଟାରୁ ଘଣ୍ଟେ ବି ରଖିପାରିବେ। ସେତିକି ଭିତରେ ଆମେ ଆର ମସଲା ବନେଇବା। ମସଲା ପାଇଁ ମୁଁ ଏଠି ନେଇଛି 2ଟା ପିଆଜ। ଆପଣଙ୍କ ଯେତିକି କ୍ୱାଣ୍ଟିଟି ଅଛି ଅଟା ତ ଆପଣ ସେଇ ହିସାବରେ ମସଲା ବନାନ୍ତୁ। ପିଆଜକୁ ଏମିତିକା ପତଳା କରିକି କାଟିଦେବା। ତାପରେ ମୁଁ ଏଠି 2ଟା ଟମାଟୋ ନେଇଛି। ଆପଣ ଚାହିଁଲେ ଟମାଟୋ ନେଇପାରିବେ, ନହେଲେ ତ ନାହିଁ ସ୍କିପ୍ ବି କରିପାରିବେ। ତାପରେ ମୁଁ ଏଠି ଗୋଟେ ଫ୍ରାଏ ପ୍ୟାନରେ ଟିକେ ତେଲ ନେଇଛି। ତାପରେ ଟିକେ କଞ୍ଚା ଲଙ୍କା ଟିକେ ଗରମ ହେଇସାରିଲା ପରେ ସେଥିରେ କାଟିକି ରଖିଥିବା ପିଆଜକୁ ଢାଳିଦେବା। ପିଆଜକୁ ପୁରା ଗୋଲ୍ଡେନ ବ୍ରାଉନ୍ କରିବା ନାହିଁ। ଏଥିରେ ଟିକେ ପିଆଜ ସତେ ହେଇସାରିଲା ପରେ ସେଥିରେ ଆମେ ଟିକେ ଜିଞ୍ଜର ଗାର୍ଲିକ ପେଷ୍ଟ ପକେଇଦେବା ବା ଅଦା ରସୁଣ ପେଷ୍ଟର କଞ୍ଚା ସ୍ମେଲ ଯାଇସାରିଲା ପରେ ସେଥିରେ ଆମେ କାଟିକି ରଖିଥିବା ଟମାଟୋକୁ ପକେଇଦେବା। ଟମାଟୋକୁ ଟିକେ ଫ୍ରାଏ କଲା ପରେ ଆମେ ମସଲା ପକେଇଦେବା। ମସଲାରେ ମୁଁ ନେଇଛି ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଟିକେ ଗରମ ମସଲା ଆଉ ଟିକେ ଲୁଣ। ତାପରେ ଅଟା ବି ଆମର ରେଡି ହେଇସାରିଲାଣି, 15 ମିନିଟ୍ ହେଇସାରିଲାଣି ଅଲରେଡି। ତ ଆମେ ଆକୁ କାଢିକି ଟିକେ ମସାଜ କରିସାରିଲା ପରେ ଆକୁ ଯେମିତି ରୁଟିର ଗୁଳା ବନାଉଛନ୍ତି ସେମିତିକା ଛୋଟ ରୋଟି ସାଇଜର ଗୁଳା କାଟିଦେବା। ଦେଖିପାରୁଥିବେ ଠିକ ଏମିତିକା ହିଁ କାଟି ଦିଅନ୍ତୁ ଛୋଟ। ଆମର ଯେତେ ଅଧିକ ଚପାତି ବା ରୁଟି ଯେତେ ଅଧିକ ବନେଇବେ ସେତେ ଅଧିକ ଭଲରେ ଆମର ଲେୟର ବାହାରିବ। ତେବେ ଆକୁ ଆମେ ଚପାତି ଯେମିତି ବେଲୁଛନ୍ତି ଯେତେ ପତଳା ବେଲି ପାରିବା ସେତିକି ପତଳାରେ ଆମେ ଆକୁ ବେଲି ଦେବା। ଆପଣ ଏହାକୁ ଯେତେ ପତଳା ବେଲି ପାରିବେ ସେତେ ପତଳା ବେଲି ଦିଅନ୍ତୁ, କାହିଁକି ନା ଏଟା ଯେତେ ପତଳା ବେଲିବେ ସେତେ ଭଲ ରହିବ। ତ ଆପଣ ଯେତେ ପତଳାକୁ ବେଲି ପାରିବେ ତ ସେତେ ବେଷ୍ଟ ଆପଣଙ୍କୁ। ତାପରେ ମୁଁ ଏଠି ଗୋଟେ ବଲରେ ଟିକେ କର୍ଣ୍ଣଫ୍ଲୋର ନେଇଛି ଆଉ ଟିକେ ତେଲ ଦେଇକି ଆମେ ଆକୁ ଭଲରେ ମିଶାଇ ଦେବା। ମିଶାଇ ସାରିଲା ପରେ ଦେଖନ୍ତୁ ଏଇଟା କେତେ ବଢିଆ ଗୋଟେ। ତ ଦେଖନ୍ତୁ ମୁଁ ଏଠି ପୁରା ଚପାତି ବେଲିକି ରେଡି କରିସାରିଲାଣି। କେତେ ପତଳା ବେଲା ହେଇଛି ଦେଖିପାରୁଥିବେ। ଆମର ସେପଟ ହାତ ବି ଦେଖାଯାଉଛି। ତ ଆପଣ ବି ପତଳା ବେଲିବେ ସେତିକି କ୍ରିସ୍ପି ରହିବ ଆମର ପପ୍ସ। ତାପରେ ରୋଟି ଗୋଟେ ଢାଳି ସାରିଲା ପରେ ସେଇଥିରେ ଆମେ ଟିକେ କରିକି ଯୋଉ ବେଟର ରେଡି କରିକି ରଖିଥିଲେ ତେଲ ଆଉ କର୍ଣ୍ଣଫ୍ଲୋର ତାକୁ ଲଗେଇଦବା। ତାପରେ ଟିକେ ଉପରେ ମଇଦା ପକେଇକି ତା ଉପରେ ଆଉ ଗୋଟେ ରୋଟିକୁ ଆମେ ଢାଳିଦବା। ଏମିତି କରିକି ଆମେ ପୁରା ରୋଟିର ଲେୟର ବନେଇବା। ଦେଖିପାରୁଥିବେ ଠିକ ଏମିତି ଗୋଟା ପରେ ଗୋଟେ ଢାଳିକି ପୁରାର ଗୋଟେ ଲେୟର ବନେଇଦବା। ତାପରେ ମୁଁ ଆପଣଙ୍କୁ ଯେମିତି ଦେଖଉଛି ଏମିତି ଫୋଲ୍ଡ କରିଦିଅନ୍ତୁ। ଏମିତି 3ଟା ଫୋଲ୍ଡ କରିଦେବେ, ଗୋଟେ ପରେ ତାପରେ ଆଉ ଗୋଟେ କରିକି। ତାପରେ ପୁଣି ଆଉ ଗୋଟେ ଏମିତି ଫୋଲ୍ଡ କରିଦିଅନ୍ତୁ। ମୁଁ ଯେମିତି ଦେଖଉଛି ଠିକ ସେମିତି କରିନିଅନ୍ତୁ। ତାପରେ ଆକୁ ଆମେ ଭଲରେ ବେଲି ଦେବା। ବେଶୀ ପତଳା ନୁହଁ କି ବେଶୀ ମୋଟା ନୁହଁ, ବାସ୍ ଆମର ପରଟା ଯେତିକି ସାଇଜର ବେଲୁଛନ୍ତି ଆମେ ସେଇ ସାଇଜର ବେଲିଦେବା। ଦେଖିପାରୁଥିବେ ମୁଁ ଏବେ ପୁରା ବେଲି ସାରିଛି। ଆଉ ଆକୁ ଆମେ ଏବେ ସାଇଡରୁ ଟିକେ କାଟିଦେବା। ସାଇଡରୁ କାଟି ସାରିଲା ପରେ ଆକୁ ଆମେ ପରଫେକ୍ଟ ଆମର ପପ୍ସର ଯେତେ ବଡ଼ ସାଇଜ ରଖିବା ପାଇଁ ଚାହୁଁଛନ୍ତି ସେଇ ସାଇଜରେ ଆକୁ ଆମେ ପରଫେକ୍ଟ ମାପିକି କାଟିଦେବା। ବେଶୀ ମୋଟା ବେଲିବେନି, ବେଶୀ ମୋଟା ବେଲିଲେ ଆମର ବାହାର ପଟୁ କ୍ରିସ୍ପି ହେଇଯିବ ଆଉ ଭିତରେ କଞ୍ଚା ରହିଯିବ। ତ ପରଟା ଯେତିକି ଥିକ୍ ରହୁଛି ସେଇ ହିସାବରେ ଆପଣ ବେଲି ଦିଅନ୍ତୁ। ତାପରେ ଆପଣ ପରଫେକ୍ଟ ମାପିକି କାଟି ଦିଅନ୍ତୁ। ତାପରେ ଆମେ ବନେଇକି ରଖିଥିବା ପିଆଜ ଟମାଟର ମସଲାକୁ ଢାଳିଦେବା। ମସଲା ସେଇ ହିସାବରେ ଢାଳନ୍ତୁ ଯେ ହିସାବରେ ଆମର ଫୋଲ୍ଡ ଆପଣ କରିପାରିବେ। ତ ଆପଣ ଯଦି ଟିକେ ବଡ଼ ବନାଉଛନ୍ତି ତ ଅଧିକ ମସଲା ବି ଢାଳି ପାରିବେ। ମସଲା ଅଧିକ ଢାଳିଲେ ଟେଷ୍ଟ ବି ଭଲ ଆସିବ। ତାପରେ ଆମେ ବଏଲ ଅଣ୍ଡାକୁ କାଟିକି 2 ପିସ୍ କରିକି ଢାଳିଦେବା। ଆପଣ ଯଦି ବଡ଼ ପପ୍ସ ବନାଉଛନ୍ତି ତ ଆପଣ ଗୋଟା ଅଣ୍ଡା ବି ଢାଳି ପାରିବେ। ଅଣ୍ଡା ଢାଳି ସାରିଲା ପରେ ଆକୁ ଆମେ ଭଲରେ ଫୋଲ୍ଡ କରିଦେବା। ଆପଣ ଯେଉଁ ସେପ୍ରେ ଚାହିଁବେ ଆକୁ ସେଇ ସେପ୍ରେ ଫୋଲ୍ଡ କରିପାରିବେ। ତ ମୁଁ ଆପଣଙ୍କୁ 1-2ଟା ସେପ୍ ଦେଖାଇ ଦେଉଛି।
ଆପଣ ଏମିତି କରିକି ବି ଫୋଲ୍ଡ କରିପାରିବେ। ଟିକେ ଟିକେ ପାଣି ଲଗେଇକି ଫୋଲ୍ଡ କରନ୍ତୁ, ନହେଲେ ତ ନାହିଁ ଆପଣ ଯେତେବେଳେ ତେଲରେ ବା ଛାଣିବେ ସେତେବେଳେ ଫୋଲ୍ଡ ଓପନ୍ ହେଇଯିବ। ତ ଏମିତି ବି କରିପାରିବେ। ଆଉ ଆପଣ ଯଦି ଇଜିଲି ବନେଇବା ପାଇଁ ଚାହୁଁଛନ୍ତି ତ ଟିକେ ଚାରି ସାଇଡ଼ରେ ପାଣି ଢାଳିକି ବାସ୍ ନର୍ମାଲି ଏମିତି ଫୋଲ୍ଡ କରିଦିଅନ୍ତୁ। ଆପଣ ଦେଖିପାରୁଥିବେ ଠିକ୍ ଏମିତି ଫୋଲ୍ଡ କରିକି ସାଇଡ଼୍ରୁ ଆପଣ ଦବେଇ ଦେବେ ତ ଇଏ ରହିଯିବ ଲାଗିକି। ଦେଖନ୍ତୁ ଠିକ୍ ଏମିତି। ତ ଏବେ ଆମର ତେଲ ବି ଗରମ ହେଇସାରିଲାଣି। ମୁଁ ଆଗରୁ ଅନ୍ କରିକି ରଖିଥିଲି। ମନେ ରଖନ୍ତୁ ଯେତେବେଳେ ବି ଆପଣ ପପ୍ସ ଫ୍ରାଏ କରିବେ ତେଲ ବିଲକୁଲ ହାଇ ଫ୍ଲେମ୍ରେ ରଖିକି ଫ୍ରାଏ କରିବେନି। ଦେଖନ୍ତୁ ପୁରା ମୋର ଅଏଲ୍ ପୁରା ସ୍ଲୋ ଅଛି, ବାସ୍ ଟିକେ ଗରମ ହେଇଛି। ତ ଏଇ ଷ୍ଟେଜ୍ରେ ଢାଳିଲେ ପପ୍ସରେ ଆମର ଲେୟର ଭଲ ଆସିବ ଆଉ ପପ୍ସ ପୁରା ଭଲ ଭାବରେ ସିଝିବ, ଫ୍ରାଏ ହବ। ତ ଦେଖିପାରୁଥିବେ ଏବେ କେତେ ବଢ଼ିଆ ଲେୟର ଆସିଲାଣି ଆମ ପପ୍ସରେ। ତ ଧୀରେ ପୁରା ସ୍ଲୋ ଗ୍ୟାସ୍ରେ ୟାକୁ ଫ୍ରାଏ କରନ୍ତୁ। ଯଦି ହାଇ କରିକି ଫ୍ରାଏ କରିବେ ତ ବାହାର ପଟୁ ପୁରା କ୍ରିସ୍ପି ଆଉ ଭିତରେ ଆମ ପପ୍ସ ପୁରା କଞ୍ଚା ରହିଯିବ। ତ ଏବେ ଦେଖିପାରୁଥିବେ ରେଡ଼ି ହେଇସାରିଲାଣି ଆମ ପପ୍ସ। ଦେଖନ୍ତୁ କେତେ ବଢ଼ିଆ ଲେୟର ବି ବାହାରିଛି। ତ ଏବେ ଚାଲନ୍ତୁ କାଢ଼ିଦେବା। ତ ରେଡ଼ି ହେଇଗଲା ଆମର ପପ୍ସ। ଦେଖିଲେ ତ କେତେ ବନେଇବାଟା କେତେ ଇଜି। ଆପଣ ଆକୁ ଆରାମସେ ଘରେ ବନେଇ ପାରିବେ। ଛୋଟ ଛୁଆ ବଡ଼ ସମସ୍ତଙ୍କୁ ଏଇଟା ବହୁତ ପସନ୍ଦ ଆସିବ। ଆପଣ ବି ଘରେ ଜରୁର ବନାନ୍ତୁ। ଆଉ କେମିତି ଲାଗିଲା ମୋତେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଯଦି ରେସିପିଟି ଭଲ ଲାଗିଛି ତାହେଲେ ଲାଇକ୍, କମେଣ୍ଟ ଆଉ ଚ୍ୟାନେଲକୁ ଜରୁର ସବସ୍କ୍ରାଇବ୍ କରନ୍ତୁ। ରହୁଛି, ବାଏ ବାଏ। ଦେଖା ହବା ଗୋଟେ ନୂଆ ରେସିପିରେ।